ମୁଁ ଭାବୁଥିଲି ମିଛରେ ଆଜ୍ଞା ସତ ସତିକା ବାହାଘର ହୋଇଗଲା ଅନୁଭବ ଆଉ ଜାଗୃତିଙ୍କର, କିନ୍ତୁ ବର୍ଷାରାଣୀ ଏବେ କରିବେ କ'ଣ? ହାଏ ହ୍ୟାଲୋ ନମସ୍ତେ, ମୁଁ ଆପଣଙ୍କର ପ୍ରିୟ ଧନେଶ୍ୱର। ଜୟ ଜଗନ୍ନାଥ। ଆପଣଙ୍କୁ ଆଉ ଗୋଟେ ଭିଡ଼ିଓରେ ସ୍ୱାଗତ ଜଣାଉଛି। ସବୁବେଳେ ବ୍ଲଗ୍ ଭିଡ଼ିଓ କରେ, ଆଉ କିଛି ଭିଡ଼ିଓ ଏଣ୍ଟରଟେନମେଣ୍ଟ ଭିଡ଼ିଓ ବି କରେ। ଆଜି ଭାବିଲି ମୋ ମନର କଥା ଆପଣମାନଙ୍କ ସାଙ୍ଗରେ ଟିକେ ସେୟାର କରିବି, କିନ୍ତୁ ଭଲ ଲାଗିଲାନି। ତ ଆମ ଓଡ଼ିଆର କଥା ଯାହାକୁ ଏତେ ଭଲ ପାଉଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରିରେ, ଯେ ଅନୁଭବ ଗୋଟେ ଷ୍ଟାର, ସିଏ ଗୋଟେ ହିରୋ, ବର୍ଷାରାଣୀ ସିଏ ଗୋଟେ ହିରୋଇନ୍, ସିଏ ବି ଗୋଟେ ପ୍ରେରଣା ଥିଲେ କିଛି ଲଭ୍ ହେରିଆ ମାନଙ୍କ ପାଇଁ। ଯେଉଁ ପୁଅ ଝିଅମାନେ ଭଲ ପାଉଥିଲେ ତ ସେମାନଙ୍କ ପାଇଁ ସେ ବି ତାଙ୍କୁ ଦେଖା ଦେଖି ତାଙ୍କ ସଂସ୍ପର୍ଶରେ ଆସି ତ ସେ ଗୋଟେ ପ୍ରେରଣା ସାଜି ଯାଇଥିଲେ ଲଭ୍ ହେରିଆ ମାନଙ୍କ ପାଇଁ, ପୁଅ ଝିଅମାନଙ୍କ ପାଇଁ ଯେଉଁମାନେ ଆଜିକା ଷ୍ଟେଜ୍ରେ ଭଲ ପାଉଛନ୍ତି। ତ ସେ କଥା ବିଷୟରେ ଆଲୋଚନା କରିବା ଆଜ୍ଞା। କିନ୍ତୁ ଗୋଟେ ପ୍ରଥମ କଥା ହେଉଛି, ଯଦି ଭିଡ଼ିଓଟିକୁ ଆପଣ ଦେଖୁଛନ୍ତି ସର୍ବପ୍ରଥମେ ମୋ ଚ୍ୟାନେଲକୁ ନିଶ୍ଚୟ ଟିକେ ସବସ୍କ୍ରାଇବ୍ କରନ୍ତୁ, ଆଉ ଲାଇକ୍ ଟିକେ ନିହାତି କରିଦିଅନ୍ତୁ। ଗୋଟେ କଥା ହେଉଛି ଆଜ୍ଞା, ମନରେ ଗୋଟେ ପ୍ରଶ୍ନ ଉଠିଲା, ଭାବିଲି ଆପଣମାନଙ୍କ ସହିତ ଟିକେ ସେୟାର କରିଦେବି, ଆଉ ନିଶ୍ଚିତ ଆପଣମାନେ ବି କମେଣ୍ଟ କରିବେ ଏଇଟା ଠିକ୍ ନା ଭୁଲ। ଅନୁଭବ ଭାଇ ଆମର ବାହାଘର ହୋଇଗଲେ, ସେକେଣ୍ଡ ମ୍ୟାରେଜ୍ ତାଙ୍କର ସରିଗଲା। ବର୍ଷାରାଣୀ ଏବେ କରିବେ କ'ଣ? ଆପଣ ଟିକେ ନିଜେ ଚିନ୍ତା କରନ୍ତୁ, କ'ଣ ଏବେ କରିବେ? ହେଇପାରେ ତାଙ୍କର ବିଗତ ଦିନ ଗୁଡ଼ିକରେ ସେ ବର୍ଷାରାଣୀକି ଭଲ ପାଇ ଲଭ୍ କରି ବିବାହର ହୋଇଥିଲା। କିନ୍ତୁ ବର୍ଷାରାଣୀ କ'ଣ କରିଥିଲେ ଯେ ତାଙ୍କ ଘର କାମ କି କ'ଣ କରିବା, କି ମୋତେ ଆଣିଛ କ'ଣ ଚାକର ଭଳିଆ ଖଟେଇବ କି କ'ଣ କରିବ, ଆଉ ମୋର ଗୋଟେ ମନର ଇଚ୍ଛା ବୋଲି କିଛି ନାହିଁ, ମୁଁ କୁଆଡ଼େ ବୁଲାବୁଲି କରିବାକୁ ଯାଇପାରିବିନି। ଆଜ୍ଞା ଏସବୁ କଥା ତାଙ୍କ ଭିତରେ ଏମିତି କିଛି ସୃଷ୍ଟି ହୋଇଥିଲା, ଯାହାକି ଗଣ୍ଡଗୋଳ ହୋଇଥିଲା କି ଅପ୍ରୀତିକର ମନୋଭାବ ତାଙ୍କ ଭିତରେ ଆସିଥିଲା, ସେ ଦୁହେଁ ଦୁହିଁଙ୍କୁ ବିଚ୍ଛିନ୍ନ ହେଲେ। ତ ଏଇଠି ଗୋଟେ କଥା ଆଜ୍ଞା, ଗୋଟେ ପୁଅ ଯେତେବେଳେ ଘର ସଂସାର କରିବାକୁ ଆଗେଇ ଚାଲେ, ସେ ଭାବେ ମୁଁ ମୋ ଘରୁ ଗୋଟେ ମୋର ସ୍ତ୍ରୀ ଆସିବ, ମୁଁ ତାକୁ ବାହା ହେବି, ଆଉ 2-3 ବର୍ଷ ପରେ ପିଲାଟିଏ ଜନ୍ମ ହେବ, ଆଉ ମୋ ବାପା ମାଆଙ୍କର ସେବା ଯତ୍ନ ସେ କରିବ, ବାପା ମାଆ ମାନେ ନାତି ନାତୁଣୀ ଟିକେ ଦେଖିବେ, ସେମାନଙ୍କର ଖୁସି ଗୋଟେ ଘରର ପୁଅ ସବୁବେଳ ପାଇଁ ଚାହେଁ। ଆଉ କୌଣସି ପୁରୁଷ ଗୋଟେ ସ୍ତ୍ରୀ ଅନ୍ୟ କେଉଁଠିକି ଯାଉ, ଅନ୍ୟ କାହା ସାଙ୍ଗରେ ବୁଲାବୁଲି କରୁ, କୌଣସି ସ୍ୱାମୀ କେବେ ଚାହେଁ ନାହିଁ ଆଜ୍ଞା। କିନ୍ତୁ କିଛି କିଛି ସ୍ୱାମୀ ଅଛନ୍ତି ଫ୍ରିଡ଼ମ୍ ଦିଅନ୍ତି। ହଁ, ଅନୁଭବ ଭାଇ ତ ସେମିତି ବି କାମ କରିନଥିବ ବୋଲି ମୁଁ ଆଶା, କିନ୍ତୁ ଏତେ ମତାନ୍ତର ଭିତରେ ଆପଣ ତମେ ଦୁଇ ଜଣ ଠିକ୍ ବୁଝାମଣା ହେଇପାରିଥାନ୍ତ, ନିଶ୍ଚିତ ବୁଝାମଣା ହେଇପାରିଥାନ୍ତ। ବର୍ଷାରାଣୀ ବର୍ଷା ଦିଦି ଆପଣଙ୍କୁ କ'ଣ ସେ କେବେ ମନା କରିଥିଲେ ନା ଏଠିକି ଯାନା ସେଠିକି ଯାନା? ଟିକେ ନିଜେ ଚିନ୍ତା କଲ। ବାପା ମାଆଙ୍କର ସେବା କରିବାଟା କ'ଣ ଖରାପ ଜିନିଷ? ବୋହୂର କ'ଣ କର୍ତ୍ତବ୍ୟ ନୁହଁ? ଗୋଟେ କଥା ଚିନ୍ତା କର, ତା'ମାନେ ଯେଉଁ ଓଡ଼ିଆ ପରମ୍ପରାରେ ଓଡ଼ିଆ ଘରେ ଯେଉଁ ସ୍ତ୍ରୀ ଲୋକମାନେ ଅଛନ୍ତି, ସେମାନେ କ'ଣ ଚାକରାଣୀ ସମସ୍ତେ? ନିଜେ ଟିକେ ଚିନ୍ତା କରନ୍ତୁ। ଶାଶୁ ଶ୍ୱଶୁରଙ୍କର କର୍ତ୍ତବ୍ୟ କି ତାଙ୍କର ସେବା କରିବା, ସେଇଟା କ'ଣ ଅପରାଧ? ଯଦି ଅପରାଧ ହେଇଥାଏ, ଯଦି ଏହା ଦ୍ୱାରା ଯଦି ଅପରାଧ କିଛି ହେଇଥାଏ, ନିଜେ ଚିନ୍ତା କରନ୍ତୁ। କିନ୍ତୁ ଗୋଟେ କଥା ହେଇଛି, ମୋ ମତରେ ଏଇଟା କିନ୍ତୁ ଠିକ୍ ହେଲା ନାହିଁ। ଆହୁରି ବି କିଛି ବିବାଦ ଘଟିଛି ତମମାନଙ୍କ ଭିତରେ, ସେଇଟା ବି ମୁଁ ଲୋକଲୋଚନକୁ ଆଣିପାରୁନାହିଁ କି ମୁଁ ବି କହିପାରିବି ନାହିଁ, କାହିଁକିନା ଜଣାଶୁଣା କଥା ଏସବୁ କଥାଟା ବୁଝୁଛନ୍ତି। ତେଣୁକରି ମୁଁ ତ ଠିକ୍ ଭାବରେ ଏ ଜିନିଷକୁ ତଥ୍ୟ ସବୁ ଗ୍ରହଣ କରିନି, ଯାହା ବି କିଛି ତଥ୍ୟ ଗ୍ରହଣ କରିଥିଲି ସେଇଟା କିଛି କହିଯାଉଛି। ତ ତାପରେ ଆଉ ଗୋଟେ କଥା ହେଉଛି, ସନାତନ ଧର୍ମରେ ଆମ ଓଡ଼ିଆ ସଂସ୍କୃତିରେ ଗୋଟେ ପୁରୁଷ ଥରେ ହିଁ ବିବାହ ହେଇଥାଏ, ଏଇଟା ସତ କଥା। ବର୍ଷା ଦିଦି ଆପଣ ହିଁ ନିଜେ ବି ବ୍ୟାଟ୍ ଦେଇଛନ୍ତି, ଏଇଟା ହିଁ ସତ କଥା। କିନ୍ତୁ ନିଜେ ଜାଣିକିରି ମଧ୍ୟ ଏସବୁ କାମ କରିବାକୁ କ'ଣ ପାଇଁ ଦେଲ? ମନେ ରଖିଥିବ ଆଜ୍ଞା, ସବୁବେଳେ ଗୋଟେ କଥା ଚିନ୍ତା କରିଥିବେ ଆଜ୍ଞା, ବର୍ଷା ଦିଦି ଯଦି ଭିଡ଼ିଓ ଦେଖୁଥିବେ କି ଅନୁଭବ ଯଦି ଏ ଭିଡ଼ିଓ ଦେଖୁଥିବେ, ସବୁବେଳେ ଗୋଟେ ଚିନ୍ତା କରୁଥିବେ, ଗୋଟେ ପୁରୁଷର ମେରୁଦଣ୍ଡ ହେଉଛି କିଏ କହିଲେ? ଗୋଟେ ଘରର ସ୍ତ୍ରୀ। ତା ସ୍ତ୍ରୀ, ଗୋଟେ ସ୍ତ୍ରୀ ହେଉଛି ତା'ର ମେରୁଦଣ୍ଡ। ସବୁବେଳେ ଚିନ୍ତା କରିଥିବେ, ସେ ବାହା ହେବ ତା ଖୁସି ପାଇଁ, ତମେ ଯେଉଁ କହୁଛ ତା ଖୁସି ପାଇଁ ସେ ବାହା ହେଉଛି, ପିଲା ସଂସାର କରୁଛି, ଘରେ ପିଲା ସଂସାର କରୁଛି, ପିଲାଟିଏ ରଖିକିରି ବାହାରୁ କୁଆଡ଼େ ପଳାଉଛି, ବିଦେଶ ପଳାଉଛି। ସେ ବିଦେଶ ଯାଉଛି କ'ଣ ପାଇଁ?
ତା ପରିବାର ପାଇଁ। ତା ମାନେ କ'ଣ ସିଏ କ'ଣ 4-6ଟା ରଖିଦେଇଛି ବିଦେଶରେ, ସିଏ କ'ଣ ସେଠି କ'ଣ ଯାଇକିରି ଆଉ କ'ଣ କାହାକୁ ନେଇକିରି ସେ ଘର ସଂସାର କରୁଛି କି? ନାଇଁ ଆଜ୍ଞା, ସେ ସବୁବେଳେ ଚିନ୍ତା କରୁଥାଏ ମୋ ପିଲା ଛୁଆ, ମୋ ବାପା ମା ସ୍ତ୍ରୀ ସମସ୍ତେ କେମିତି ଭଲରେ ଥାଆନ୍ତୁ। ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ, ଯଦି କୌଣସି ଝିଅ ଦେଖୁଛନ୍ତି ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଆଉ ଅନୁଭବ ବର୍ଷା ଚାହିଁଥିଲେ 2 ଜଣ ମ୍ୟୁଚୁଆଲ୍ ହେଇପାରିଥାନ୍ତା। ଏଇଟା ଆଜ୍ଞା ତମର ବ୍ୟକ୍ତିଗତ କଥା, କଥାରେ ଅଛି ସ୍ୱାମୀ ସ୍ତ୍ରୀ ଭିତରେ ଫାଟ ସୃଷ୍ଟି ମାନେ ମଝି ତାଙ୍କ କଥାରେ କିଛି ମୁଣ୍ଡ ପୁରାଇବା ନାହିଁ କି ତାଙ୍କ କଥା କିଛି ଭାବିବାର ନାହିଁ, ସେ ତାଙ୍କର ଯାହା କରନ୍ତୁ କରନ୍ତୁ। ଗୋଟେ କଥାରେ ଅଛି ଯଦି ଝଗଡ଼ା ଝାଟି ଲାଗେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭିତରେ, ତାଙ୍କ ଭିତରେ କେବେ ମୁଣ୍ଡ ପୁରେଇବେନି କି ତାଙ୍କ ଭିତରେ କେବେ ପଶିବେ ନାହିଁ, ନିଜେ ସେ ଦୋଷଟାକୁ ମୁଣ୍ଡେଇବେ। କିନ୍ତୁ ଅନୁଭବ ଭାଇ ବର୍ଷାରାଣୀ ଏସବୁ ଯେଉଁ ଘଟଣାଟା ଘଟିଲା ଭାରି ଖରାପ କଥା, ଇଏ ଭଲ ଲାଗିଲାନି। 2 ଜଣ ଚାହିଁଥିଲେ ମ୍ୟୁଚୁଆଲ୍ ହେଇପାରିଥାନ୍ତା, ସେ କାହିଁ ଅନ୍ୟ ଜାଗାରେ ଯାଇ ବାହା ହେଇଥାନ୍ତା? ସେ ଯେଉଁ ଜାଗୃତି ନା କୌଣସି ଏକ ଝିଅକୁ ସେ ଯେଉଁ ବାହା ହେଇଥାନ୍ତେ କ'ଣ ପାଇଁ? ଗୋଟେ କଥା ଚିନ୍ତା କରନ୍ତୁ। ଆଉ ଯେତେ ଯାହା ହେଲେ ବି ବର୍ଷାରାଣୀଙ୍କର ମନ ଏବେ ବାହାଘର କଥା ଶୁଣି, ବାହାଘର ଫଟୋ ଦେଖି, ବାହାଘର ନ୍ୟୁଜ୍ ଶୁଣି ନିହାତି ମନ ତାଙ୍କର କଷ୍ଟ ହେଇଥିବ, କଷ୍ଟ ବି ହେଉଥିବ ନିଶ୍ଚିତ। ଏଇଟା 100%। ତା ମାନେ ନୁହଁ ଯେ ସେ ଚୁପ୍ରେ ଥିବେ, ନିହାତି କିଛି ତାଙ୍କ ମନକୁ ବହୁତ କିଛି କଷ୍ଟ ହେଉଥିବ। ତ ଏଇଭଳି କଥା କିଛି ଥିଲା ମନରେ, କିନ୍ତୁ ଯାହା ହେଲା ଉଚିତ କାମ ହେଲା ନାହିଁ, ସେଥିଲାଗି ଭାବିଲି ଆପଣମାନଙ୍କୁ ଟିକେ ସେୟାର କରିଦେଇ। ଆପଣମାନଙ୍କୁ କେମିତି ଲାଗିଲା ଏ କଥାଟି ନିଶ୍ଚିତ ଟିକେ କମେଣ୍ଟ କରନ୍ତୁ। ଏଇଟା କ'ଣ ପାଇଁ, ଏସବୁ କାମ କ'ଣ ପାଇଁ କରାଗଲା? ଜଣେ ସ୍ପିରିଚୁଆଲ୍ ହେଉଥିଲେ ସମାଜ ପାଇଁ, ସେ କିନ୍ତୁ ଦେଖ ଜଣେ କେଉଁ ଡଙ୍ଗାରେ ପାଦ ଦେଇଛି, ଆଉ ଜଣେ କେଉଁ ଡଙ୍ଗାରେ ପାଦ ଦେଉଛି। କଥାଟା ଟିକେ ଚିନ୍ତା କରନ୍ତୁ। ରହୁଛି ଆଜ୍ଞା, ଯଦି ଭିଡ଼ିଓଟି ଭଲ ଲାଗିଥିବ, କଥାଟି ଭଲ ଲାଗିଥିବ, ନିଶ୍ଚିତ ଏ ଧନେଶ୍ୱରକୁ ଲାଇକ୍ କରିବେ, ଆଉ ସେୟାର କରିବାକୁ ଜମା ବି ଭୁଲିବେ ନାହିଁ, ଆଉ ସବସ୍କ୍ରାଇବ୍ ନିଶ୍ଚିତ ଆଜ୍ଞା କରିବେ। ରହୁଛି ଆଜ୍ଞା, ଜୟ ଜଗନ୍ନାଥ।